ଆରେ ଗାଇସ୍ ଗାଇସ୍ ତମେ ମାନେ ତ ଶୁଣିଥିବ ବିଛା ଲାଙ୍ଗୁଡାରେ ହାତ ମାରିବା କଥା, କିନ୍ତୁ ମାଉସୀ ଟିକେ ଲାଇଫରେ କିଛି ଅଲଗା କରିବା ପାଇଁ ଚାହୁଁଥିଲେ ସେ ପାଇଁ ଡାଇରେକ୍ଟ ଆସିକି ମାଙ୍କଡ ମାନଙ୍କ ଲାଙ୍ଗୁଡରେ ହାତ ମାରି ଦଉଛନ୍ତି। ପରେ ଯେ ପରିଣାମ ଟା କଣ ହବ ସେ କଥା ସିଏ ଚିନ୍ତା କଲେନି। ନା ନା ପାଞ୍ଚ ଜଣ ଆମେ ଏଇଠି ବଇଛୁ ଘୁରି ପଡିକି ଗୋଟେ ଗୋଟେ ଚାପଡା ମାନେ ମାଉସୀ ଏଇଠି ବେହୁସ ହେଇଯିବେ। ବେହୁସ ହେଇଯିବେ। ତଥାପି ତାଙ୍କ ମନରେ ଟିକେ ଡର ଭୟ ନାହିଁ, ଆସିକି ମାଙ୍କଡ ମାନଙ୍କର ଲାଙ୍ଗୁଡ ହାତ ମାରୁଛନ୍ତି। ମାଉସୀ ପଳାଅ ଏଠୁ ପଳାଅ, ଯାଇକି ଭତ୍ତା ନବ, ନହେଲେ ସେ ସୁଭଦ୍ରା ଯୋଜନା ଟଙ୍କା ହେଇଛି ସେ ପଇସାରେ ମାଂସ ଫାଂସ ଆଣି ଖାଇକି ଘର କତ୍ର ରୁହ। ମତେ ଲାଗୁଛି ଦି ମାସ ପରେ ମରିଯିବ। କାହିଁକି ଏସବୁ କାମ କରୁଛ? ପାରିବ ତ ତମ ପୁଅର ବୋହୂ 2 ମାସ ତଳେ ଯାହାକୁ ବାହା କରାଇଛ ତାକୁ ପଠେଇଯିବ, ସିଏ ଆସିକି ଆମ ଲାଙ୍ଗୁଡରେ ହାତ ମାରୁ ନହେଲେ ଲିଙ୍ଗରେ ହାତ ମାରୁ, ଯୋଉଠି ହାତ ମାରୁ ଆମର କିଛି ଅସୁବିଧା ନାହିଁ। ହଁ ମାଉସୀ ଯାଉ ଯାଉ, ତମକୁ ଛାଡିଦେନି। ଆଉ ତମ ବୋହୂର ହ୍ୱାଟ୍ସଆପ ନମ୍ବରଟା ଦେଇକି ଯାଉ, ରାତିର ଟିକେ ଭିଡିଓ କଲ କରି କଥୋପକଥନ ହବା। ମାଉସୀ ଖରାପ ଭାବିବନି ହେଲା, ଏତେ ସବୁ କଥା କହିଦେନି ନିଜର ଭାବିକି କହିନି, କିଛି ଖରାପ ଭାବିବନି ହେଲା। ଯାଉ ଯାଉ ଯାଉଛ ଯାଉ, ତୁମ ବୋହୂର ହ୍ୱାଟ୍ସଆପ ନମ୍ବରଟା ଦେଇକି ଯାଉ।